ଇ ପୁଅ ଏ ନୃସିଂହ ଭୂତ ଗୋटे ଥର ଛାଡିଥିଲୁ କଣ ନାଗାନନ୍ଦ ମୁଁ ଗାଇଛି, କାଲି ଛାଡିଥିଲୁ ରୁକ୍ମିଣୀ ଗାଇଛି, ମୁକ ସାକ୍ଷୀ ମଉସା ମୂଳରୁ ଶେଷ ଯାଏ। ଆଜି ଯୋଉଠୁ ଅଧା ରଖିବି ସେଇଠି ଧରିବୁ। ଆଉ ଏମିତି ପ୍ରଶ୍ନ ଆଜି ଗୋଟେ ପଚାରିବି, ତୋ ମୁଣ୍ଡ ଘୁରି 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 ପଡିବୁ। ଫଳ ଅଙ୍ଗୁରୁ ଖାଉଛୁ ନାଇଁ, ମୁଁ ଗାଇବି ଦକ୍ଷିଣ କାଳିକା ତାର ଫୁରୁ। ମଉସା ଯାହା କହିଛନ୍ତି ଭୁଲ ନୁହଁ। ଆଉ ସିଏ ତ ଦରମରା ମଲା ସାପ, ତାକୁ ବାଡେଇଲେ ଲାଭ କଣ? ଯୋଉ ଗାଈ ବେଶୀ କ୍ଷୀର ଦିଏ ସେଇ ପାହାର ଖାଏ। ଇ ପୁଅ ଏଠି ଦିବ୍ୟ ସିଂହାସନ ବାହାରିଲା ମାଟି ତଳୁ। ମା ବସୁମତୀ ବସିକି ପାତାଳଗାମୀ ହେଲେ। ମଉସା ଇଏ ପୃଥିବୀ କି ଗୋଟେ ନାରୀ ସହିତ ତୁଳନା କରାଯାଇଛି। ଧରଣୀ ରାଣୀ ନା ଆଜ୍ଞା, ସେଇ ଜାଗାରେ ନା ଯେତେବେଳେ ଯଜ୍ଞ ମଣ୍ଡପକୁ ଯାଇଛନ୍ତି ଅପମାନ ପାଇଲେ, ପୃଥିବୀ ଦୁଇ ଫାଳ ହେଇଗଲା, ସେଇଠି ମା ପାତାଳଗାମୀ ହେଲେ। ତାରି ଭିତରେ କେତେ ରାମାୟଣ କହିଛି, ରାମ କୁଆଡେ ତାଙ୍କ ଚୁଟିକି ଧରି ପକେଇଲେ। ଚୁଟି କାହିଁ ଧରିବେ? ସେ ଚୁଟି ଆଇଲା କୁଶ ହେଲା, ସେଗୁଡାକ ଅଡୁଆ କଥାକୁ ଆମର କଣ ମିଳିବ? ଦୁଇ ଫାଳ ହେଇଗଲା, ମା ଧରିତ୍ରୀ ପାଖକୁ ଗଲେ। ମୁଁ ଆପଣଙ୍କୁ ଆଗରୁ କହିଛି, ପୁରାଣ ଅଗ୍ନି କି ବ୍ୟକ୍ତି କରିଛି। ଅଗ୍ନି ହଉଛି ଶକ୍ତି। ପୁରାଣ ସୂର୍ଯ୍ୟଙ୍କୁ ବ୍ୟକ୍ତି କରିଛି। ସୂର୍ଯ୍ୟ ହଉଛନ୍ତି ଶକ୍ତି। ପୁରାଣ କହିଲେ ଗପ, ଭଲ ଗପ କହିକି ଲୋକମାନଙ୍କୁ ଭଲ ବାଟକୁ ଆଣିବା। ତା ଦେହରେ ବାସ୍ତବ ଅଛି, ଆଉ କିଛି କବିଙ୍କର ମିଶିଛି। ପୁଅ ଯେତେବେଳେ ଧରିତ୍ରୀ ମାଙ୍କ ପାଖରେ ପହଞ୍ଚି ଗଲେ, କିଏ? ସୀତା। ମୁଁ ଆପଣ ମାନଙ୍କୁ ଗୋଟେ କଥା କହୁଛି, ମୋ ମା ଶାଶୁ ଘରୁ ଜଣା ନଥିବ, ହଠାତ୍ ଝିଅ ଆସିବ ବାପ ଘରକୁ, ମା ବିଚାର କରିବ ମୋ ଝିଅ କଣ ଜଣା ନାହିଁ ଶୁଣା ନାହିଁ ଆଇଲା। ମା ମନରେ ସନ୍ଦେହ, କାଳେ ମୋ ଝିଅ ଜୋଇଁ ସାଙ୍ଗରେ କିଛି ଦ୍ୱନ୍ଦ୍ୱ କରିଛି। ଟିକେ ବିଚାର କରନ୍ତୁ। ଆପଣଙ୍କ ପୁଅର ବାହାଘର, ଆପଣଙ୍କ ଝିଅ ଆଇଲା, ଆପଣ ପଚାରିବେ ମା କୁଆଡେ ଆସିଛୁ? ଜଣା ନାହିଁ ଶୁଣା ନାହିଁ, ହଠାତ୍ ଝିଅ ଆସି ପହଞ୍ଚିଲା, ବାପା ମା ମନରେ ସନ୍ଦେହ ହବନି? କାଳେ ମୋ ଝିଅ ଶାଶୁ ଘରେ କୌଣସି ଦ୍ୱନ୍ଦ୍ୱ କରିଛି କି? ସେମିତି ଜଣା ନାହିଁ ଶୁଣା ନାହିଁ ଯେତେବେଳେ ମା ଧରିତ୍ରୀ କି ସ୍ମରଣ କରିଛନ୍ତି, ଜାନକୀ ରତ୍ନ ସିଂହାସନ ପଠେଇଛନ୍ତି, ପଳେଇ ଆସିଛନ୍ତି। ମା ବସୁମତୀ ପଚାରିଲେ, କହିଲେ ବୋଉଲ ଏ ମା ଜାନକୀ, ତୋ ମନରେ ଖୁସି ନାହିଁ, ବିଷଣ୍ଣ ବଦନ, ଆଖିରେ ଲୁହ, କଣ ପାଇଁ ତୁ ମତେ ସ୍ମରଣ କଲୁ? ମତେ କହ। କହ। ଅଯୋଧ୍ୟାରେ ସ୍ୱାମୀ ମୋର ଯଜ୍ଞ କରୁଛନ୍ତି, ମତେ ବାଲ୍ମୀକି ଆଶ୍ରମରୁ ଡକେଇ ଆଣିଲେ। ମୋ କାନରେ ପଡିଥିଲା ଦଶରଥ ପୁଅ ଯଜ୍ଞ କରୁଛୁ। କହ। ହେଲେ ଯଜ୍ଞ ମଣ୍ଡପକୁ ଯିବା ପୂର୍ବରୁ ମତେ ସେ ବାରଣ କଲେ। ମୁଁ କିଛି ବୁଝିପାରୁନି, ବାରଣ କରି କଣ କହିଲେ? କହିଲେ ଅଗ୍ନି ପରୀକ୍ଷା ଦେଇ ତୁମେ ଯଜ୍ଞ ମଣ୍ଡପକୁ ଯିବ। ଆରେ ସେ ଦଶରଥ ପୁଅ ରାମ ତୋତେ ବାରମ୍ବାର ଅଗ୍ନି ପରୀକ୍ଷା କରିବା ପାଇଁ କାହିଁ କହୁଛନ୍ତି? ଶୁଣୁ ମା, ତୁ ହଉଛୁ ଲକ୍ଷ୍ମୀ, ସେ ନାରାୟଣ। ଯୁଗେ ଯୁଗେ ଜନ୍ମ ହେଇ ଲୀଳା କରୁଛ। ମୁଁ ଜାଣିପାରୁନି ସେ ଦଶରଥ ପୁଅ ରାମ ଯୋଗ୍ୟ ରାଜା, ଯୋଗ୍ୟ ପୁଅ, ହେଲେ ମୋ ଝିଅଟାକୁ ତା ସ୍ତ୍ରୀଟାକୁ ଏତେ ଥର ଅଗ୍ନି ପରୀକ୍ଷା କରିବାକୁ କାହିଁ କହୁଛି? ଗୋଟେ କଥା ଶୁଣୁ ମା, ତୁ ଜାଣିବାରେ ତୋର କିଛି ଭୁଲ ଅଛି? ସତ କହ। ଭୁଲ ନାହିଁ? ମୁଁ ଜାଣିବାରେ କିଛି ଭୁଲ ନାହିଁ। ମନେ ରଖ ମା, ମୁଁ ଏବେ ତୋତେ ନେଇକିରି ସ୍ୱର୍ଗପୁରକୁ ଯିବି। ମଉସା ଇଏ ହଉଛି କପିଳ ରାମାୟଣ। ସୀତା ପାତାଳଗାମୀ ହବା ପରେ ବାଲ୍ମୀକିଙ୍କ ଲେଖନୀ ରହିଲା। କର୍ଦ୍ଦମ ଋଷିଙ୍କ ପୁଅ କପିଳ। ମା ବସୁମତୀ କହିଲେ, ଏଇଠୁ ତୋତେ ନେବି ସ୍ୱର୍ଗପୁରକୁ। ବିଚାର ହବ କୋଉ ନ୍ୟାୟରେ ଦଶରଥ ପୁଅ ରାମ ମୋ ଝିଅ ସୀତାକୁ ବାରମ୍ବାର ଅଗ୍ନି ପରୀକ୍ଷା କରୁଛି। ଯଦି ତୋର ଭୁଲ ହେଲା, ମୁଁ ତୋ ମୁହଁ ଚାହିଁବିନି। ଆପଣ ମାନେ ଦେଖିବେ, ଗୋଟେ ଗୋଟେ ମା ଝିଅର ଦୋଷ ଥବ, ଜୋଇଁ ଦୋଷ ଧରିବେ, କିନ୍ତୁ ଇଏ ସିଏ ମା ନୁହଁ। କହିଲା ଯଦି ବିଚାରରେ ତୁ ଦୋଷୀ ସାବ୍ୟସ୍ତ ହେଲୁ, ମୁଁ ତ ମୁହଁ ଚାହିଁବି ନାହିଁ। ଆଜି ଧରିତ୍ରୀ ମା ନିଜ ଝିଅ ଜାନକୀ କି ସାଙ୍ଗରେ ନେଇ
ବାହାରି ପଡିଲେ ସ୍ୱର୍ଗପୁର। ଭୟ କରିବୁନି କିଛି ହେଲା। ନାଇଁ ନା ତୁ ଯୋଉଠି ବାଗେଇ କହିବୁ ଅନ୍ତର ସାହସ ନାହିଁ ହେଲା। ଘାଟି ଦେବି ନାଇଁ। ଏଇ ତୁ ଗୋଟେ ଯେମିତି ବ୍ରହ୍ମପୁର ସ୍ତ୍ରୀ ଲୋକ ଖଟା ବିକିବାକୁ ଆସନ୍ତି ସେମିତିଆ ଦେଖା ଯାଉଛି। ତୁ ଚାକରା କଣ କରୁଛ? ଆ ବସୁମତୀ କଣ ଛୋଟେଇ ଛୋଟେଇ ଯାଉଛନ୍ତି? ମୋର ପୋଲିଓ। ଆଚ୍ଛା ହଉ। ବୟସ କେତେ ହେଲାଣି ଜାଣିଛ? ଆଲୋ ମା ଆମ ସହିତ ବାରମ୍ବାର ଏଇ କଥା କହୁଛୁ। ମା ଭୟ କରିବୁନି ଦେବତା ମାନଙ୍କ ସମ୍ମୁଖରେ ବାଗେଇ ବାଗେଇ କହିବୁ। ଦେବତା ମାନେ ବହୁତ କଥା ପଚାରିବେ ହେଲା। ମା ଯଦି ଭୁଲ ତୋର ହେଲା ତୋ ମୁହଁ ଚାହିଁ ଯଦି ରାମର ଭୁଲ ହେଲା ମୁଁ ଘାଟି ଭାରି ଘାଣ୍ଟୁଛି। କହିଲା ଧୀରେ ଧୀରେ ବସୁମତୀ ପୁଅ କନ୍ୟା ରତନକୁ ଧରି ନାକ ଭୁବନରେ ମିଳିଲେ ସତ୍ୱରେ ବାହାରି ଦେବଗଣ ଦେଖି ପୁଣି ପ୍ରଣାମ ବାଢିଲେ ବେଦପତି ଦେବତାଙ୍କୁ ସମ୍ଭାଷି କହିଲେ ପହଞ୍ଚିଗଲା ମା ଧରିତ୍ରୀ ନିଜର କନ୍ୟା ଜାନକୀ କି ନେଇକି। ବେଦପତି ବ୍ରହ୍ମା ଡାକିଲେ କହିଲେ ହେ ଦେବତା ମାନେ ଆରେ କିଏ ଆସିଲେଣି ଦେଖୁଛ? ପ୍ରଣାମ କର ପ୍ରଣାମ କର। ରହସ୍ୟ ନମସ୍କାର ନ କରୁନୁ ତୁ କାହିଁ ହାତ ବୁଲେଇଲୁ? ତୁମେ ତ ମା ମତେ ଚିହ୍ନିଥିବ। ମୁଁ କିଏ? ତୁ ବରମା। ତୁ ବରମା? ବରମା କଣ ତା ଚାକର? ହେ ମା ଆପଣ ଏକା ଆସିଥିଲେ? ତୁ ବାପା ଟିକେ ବସିଲୁ ମତେ ତତେ ଦେଖିଲା ବେଳକୁ ହସ ମାରୁଛି। ୟାକୁ କୋଉଠୁ ଗୋଟେ ଆଣିଥିଲୁ ନଈ ବଢିରୁ? ବାପା କଥା ଇଏ ନୋଥଟା ଭଲ ହେଇଛି ତୋର। ଆଲୋ ମା ତୁ ଏକା ଆସିଥିଲେ ମୁଁ ପଚାରି ନଥାନ୍ତି। ତୁ ନିଜ ଝିଅ ମା ଜାନକୀଙ୍କି ସାଙ୍ଗରେ ଆଣି ଆସିଛ ବୋଲି ପଚାରୁଛି। କେତେ କାମରେ ସ୍ୱର୍ଗପୁରକୁ ଆସିଛ ମା କୁହ? ସ୍ୱତଃସ୍ଫୂର୍ତ୍ତ ଭାବରେ ବ୍ୟକ୍ତ କରିବା ହୁଅନ୍ତୁ ମା। ହେ ବ୍ରହ୍ମା ତୁ ତ ଜାଣିଛୁ ସୀତା ମୋ ଝିଅ। ହଁ ମା। ଜ୍ୱାଇଁ କିଏ? ରାମ ଠାକୁର। କଣ କହିବି? ତୁମେ କାନ୍ଦ ନା ମା, ଧୈର୍ଯ୍ୟ ଧରି କୁହ। ଆରେ ମତେ କାନ୍ଦିବାକୁ ରେଷ୍ଟ ଦେ। ଆଚ୍ଛା ଆଚ୍ଛା ବ୍ରହ୍ମା ଗୋଟିଏ ବୋଲି ଝିଅ। କଣ ହେଲା ମା? ବାରମ୍ବାର। କଣ ହେଲା? ବାରମ୍ବାର। କଣ? ରାମ। ବାରମ୍ବାର ତୁମ ଝିଅକୁ ରାମ କଣ କରୁଛି? ପଡୁଛି। କଣ ପଡୁଛି? ଆରେ ନିଆଁରେ ପଡୁଛି ରେ। ଓ ବାରମ୍ବାର ତୁମ ଜ୍ୱାଇଁ ରାମ ମୋ ଝିଅକୁ ପୋଡୁଛି। ତୋ ଝିଅ କଣ ଶୁଖୁଆ ନା ବାଇଗଣ? ମୂର୍ଖୁଟା ଅଗ୍ନିରେ ପଡୁଛି। ସେ କହୁନୁ ଅଗ୍ନି ପରୀକ୍ଷା କରୁଛି। ବାରମ୍ବାର ରାମ ମୋ ଝୁଅକୁ ପୋଡୁଛି। ଓ ଏଇଥିପାଇଁ ଆପଣ ଆସିଛନ୍ତି? କୋଉ ଉଦ୍ଦେଶ୍ୟରେ? ନ୍ୟାୟ। ନ୍ୟାୟ। ଓ ବିଚାର ପାଇଁ ଆସିଛନ୍ତି? କାହିଁକି ଆପଣଙ୍କର ଜାମାତା ଆପଣଙ୍କ କନ୍ୟାକୁ ବାରମ୍ବାର ଅଗ୍ନି ପରୀକ୍ଷା କରୁଛନ୍ତି। ହେଲେ ମା ଏଠି ବିଚାର ହେଇପାରିବନି। କେମିତି ହବ? କଟକ ଯିବି। ବାଦ ପାଲା ହେଲେ ଆଗ ମୁଁ ପାଲା ଗାଇବା ପରେ ହୋତା ଗାଇବା ପରେ ବିଚାର କରିବେ ନା। ବାଦୀ ସହିତ ପ୍ରତିବାଦୀ ନହେଲେ ବିଚାର କେମିତି ହବ? ଆପଣ ବାଦୀ, ରାମ ନ ଆଇଲେ ବିଚାର ହବା ସମ୍ଭବ ନୁହଁ। ଆପଣ ଅପେକ୍ଷା କରନ୍ତୁ ଝିଅକୁ ସାଙ୍ଗରେ ନେଇ। ମୁଁ ନାରଦ ଦ୍ୱାରା ରାମ ଠାକୁରଙ୍କୁ ଡକଉଛି। ରାମ ଠାକୁର ଆସିବେ, ବିଚାର ହବ। ଭବ୍ୟ ସମ୍ବର୍ଦ୍ଧନା। ସ୍ୱର୍ଗପୁରରେ ରହିବାକୁ ଜାଗା ଅଭାବ। ଆପଣ ଚିନ୍ତା କରନ୍ତୁନି, ଆମର ଗେଷ୍ଟ ହାଉସ ଅଛି। ଅତିଥି ଭବନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ଖାଦ୍ୟପେୟ ଠାରୁ ଆରମ୍ଭ କରି ରହିବା ସ୍ଥାନ ଆପଣ ନିଜ ଝିଅକୁ ନେଇ ରହିବେ। ନାରଦ ରାମକୁ ଡକେଇ ଆଣିଲେ କାଲି ବିଚାର ହବ। ଏସି ଲାଗିଛି। ଏସି ଲାଗିଛି। ଆପଣ ଯାଇ ରୁହନ୍ତୁ। ମଶା କାମୁଡି ପକେଇବେ। ପିଲା ହେଠି ରହିପାରିବନି। ଆମେ ଲିକୁଇଡ ଦେଇଦେବୁ। ନାଇଁ ନାଇଁ ତୁ ରହ, ମୋ ଝିଅକୁ ପଚାରେ। ଝିଅ ଲୋ ଆମେ ଲଜକୁ ପଳେଇବା। ଚାଲୁ। ହେଲେ ତୁ କଣ ଖାଇବୁ କହିଲୁ? କଣ ଖାଇବୁ? ମୁଁ ତ ମଟନ ଖାଇବି। ମା ବସୁମତୀ କହୁଛି ସୀତାକୁ। ଆଉ କହ ତୁ କଣ ଖାଇବୁ? ମୁଁ କଣ ଖାଇବି କହୁନୁ? ତୁ ଅଣ୍ଡା ଖାଇବୁ? ନା ଗୋଟେ କାମ କର, ମୋର ବିଅର ନହେଲେ ଚଳିବ। ଆମ ମଧ୍ୟରେ କାହିଁ ଯାଉଛ?
ତୁ କଣ ଭାବିଛୁ ଝିଅକୁ ନେଇ ଯାଇଛୁ କେସ୍ ତାରିଖ କରିବୁ ନା କଣ? କାହିଁକି ମତେ କୁହାଇ ଦଉନ? ମୁଁ ମରିବି ନା କଣ? ଇଏ ବୋଧେ ଆଗରୁ କେସ୍ ଫେସ୍ ନଢିଛି ଜଣା ପଡୁଛି ବୁଢୀ, ନହେଲେ ଏତେ ଭାବ ଆସନ୍ତାନି। ତମେ ଲଢିନ କେତେ? ହଉ ମା ଆପଣ ବସନ୍ତୁ। ଏପଟୁକା ହଉ କଣ କହିଲୁ ପୁଅ? ଆପଣ ବସନ୍ତୁ। ହଁ ରେ ବ୍ରହ୍ମା ବୋଉ। ବାଜଲ ଗୋଟେ ତୁ ବ୍ରହ୍ମା କଣ କହୁଛୁ? ଆରେ ମା ପୁଅ କଣ ଡାକିଥାନ୍ତା? ଅତି ଗୋଟେ ବ୍ରହ୍ମା ଏ ବ୍ରହ୍ମା କହୁନୁ। ଦେବର୍ଷି ନାରଦ ଯାଉଛନ୍ତି ରାମକୁ ଡାକିବେ, ବିଚାର ହବ ଏଇଠୁ ଆରମ୍ଭ ହବ କପିଳ ରାମାୟଣ କର୍ଦ୍ଦମ ଋଷିଙ୍କ ପୁଅ। ଏ ନୃସିଂହଭୂତ ଗୋଟେ ଥର ଛାଡିଥିଲୁ କଣ ନାଗାନନ୍ଦ, ମୁଁ ଗାଇଛି। କାଲି ଛାଡିଥିଲୁ ରୁକ୍ମିଣୀ, ଗାଇଛି। ମୁକ ସାକ୍ଷୀ ମଉସା ମୂଳରୁ ଶେଷ ଯାଏ। ଆଜି ଯୋଉଠୁ ଅଧା ରଖିବି ସେଇଠି ଧରିବୁ। ଆଉ ଏମିତି ପ୍ରଶ୍ନ ଆଜି ଗୋଟେ ପଚାରିବି, ତୋ ମୁଣ୍ଡ ଘୁରି 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 ପଡିବୁ। ଫଳ ଅଙ୍ଗୁରୁ ଖାଉଛୁ ନାଇଁ? ମୁଁ ଗାଇବି ଦକ୍ଷିଣ କାଳିକା, ତାର ଫୁରୁ। ମଉସା ଯାହା କହିଛନ୍ତି ଭୁଲ ନୁହଁ। ଆଉ ସିଏ ତ ଦରମରା ମଲା ସାପ, ତାକୁ ବାଡେଇଲେ ଲାଭ କଣ? ଯୋଉ ଗାଈ ବେଶୀ କ୍ଷୀର ଦିଏ ସେଇ ପାହାର ଖାଏ। ଇ ପୁଅ